লেখা বিধান এক বিভ্রান্তকর পথ নিজ বুদ্ধি বিবেক বলরে সকল সিদ্ধি লাভ হইপারে শাস্ত্র কহিথায় কর্ম উপাসনা সকল কার্য সিদ্ধি ঈশ্বর সর্ব কার্যরে সকল সিদ্ধি হেবা দরকার ঈশ্বর প্রাপ্তি হেবা দরকার শুল্ক দেব না বুঝু ଆପଣ ଠିକ କଥା କହିଛନ୍ତି ବୁଝିଲେ ସେ ଗୌଡ଼ ପିଲା ଓ ଆମର କ'ଣ କରିପାରିବ ଶୁଙ୍ଖ ଗୋଲାପ ଗଛର ଫୁଲଟାକୁ ତୋଳିବାକୁ ହେଲେ ପ୍ରଥମେ କଣ୍ଟାର ଆଘାତ ସହିବାକୁ ପଡ଼ିଥାଏ ଓ ତାପରେ ଗୋଲାପ ଫୁଲଟା ଆପେ ଆପେ ଧରାଦିଏ ଆମରି ହସ୍ତରେ କହିନାହାନ୍ତି ମୁଁ କେଉଁ ଗଛରେ ଚଢ଼ି କଣ୍ଟା ଭାଙ୍ଗିବି ଶୁଙ୍ଖ ଆରେ କର୍ମ ଗଛର ଫଳଟା ତୁ ଖାଇପାରିବୁ ନା ବୁଝୁ ସେ ଫଳଟା ମିଠା ନା ଖଟା ନା ପିତା ଶୁଙ୍ଖ ଦେବ ସେ ଗଛଟା ହେଲା ସେ କୃଷ୍ଣ ପୁତ୍ର ଶାମ୍ବ ତାକୁ ଗଛରୁ କାଟି ଖାଇବାକୁ ପଡ଼ିବ ନା ବୁଝୁ ତାମାନେ ତାରି ପାଇଁ ଆମ ମିଠା ଫଳ ଆମ ହାତରୁ ଖସି ଚାଲିଯିବ ଶତ୍ରୁ ସେଟା ଗୌଡ଼ ଟୋକଟା କଣ୍ଟା ହୋଇ ବାଜୁଛି ଚରଣ କଣ୍ଟା ହୋଇ ବାଜୁଛି ଚରଣ ବାରମ୍ବାର ଆସେ ଆମରି ବିରୁଦ୍ଧେ ଦେବତାଙ୍କୁ ନେଇ ପ୍ରଗଛନ ମାନବଙ୍କୁ ନେଇ ପ୍ରଗଛନ গৈঠা ভাঙ্গিবি প্রাণটা ছড়াই দেবি তা অন্তপন ছড়াই দেবি তা অন্তপন মারিল গৈঠা ভাঙ্গেন পটন ভাঙ্গরাজ করে সত্য জান ব্রজরাজ গ্রহে সত্য জান ସେ ଗୌଡ଼ ଟୋକା ଛଡ଼ା କି ମନ୍ଦର ଜାଣିଛି କେ ଜାଣି ୱା ଠିକ ହିଡି ସମୟକୁ ସେଇଠି ଧରୁନି ଆମେ ଯେତେ ଚେଷ୍ଟା କଲେ କ'ଣ ପାରିବା ଶୁଙ୍ଖ ଘଳେ ବଳେ କୌଶଳେ ଆମ ରାସ୍ତାରୁ ହଟାଇବାକୁ ପଡ଼ିବ ସେ ମାୟାଧର କୃଷ୍ଣକୁ ତ ନହେଲେ ହରିଯିବ ଆମେ ଆମ ଜୀବନ ଯୁଦ୍ଧରେ ମାଗୁରୁ ତା ପିଲା ମାଇକୁ ଟେକି ଧରି ଆଣିଲେ ସେ ଗୌଡ଼ ଟୋକା ଆପେ ଆପେ ଧରାଦବ ଠିକ କଥା କହିଛୁ ଶୁଙ୍ଖ ଚଲ ପକାଇ ତଳ ଫାସ କୃଷ୍ଣ ପୁତ୍ର ଶାମ୍ବର ଗଳାରେ ନେଇ ଆସିବା ଆମ୍ଭରପୁରକୁ ଓ ଆପେ ଆପେ ଧରା ଦେବ ସେଇ କୃଷ୍ଣ ନାରାୟଣ ଶୁଙ୍ଖ ଦେବ ଯେଉଁ ଗଛରୁ ଦଳର ଚେର ବିସ୍ତାର କରି সেই দଳର ଶାଖା ପ୍ରକାଶ ମଧ୍ୟ ବିସ୍ତାର କରିପାରେ ବସୁଧା ମା ବୁଝୁ ଏ ପାଣି ପବନ ବାଜିଲେ ସିନା ଚେର ଦବ ଏ ମୁଁ ତାକୁ ନିଆଁ ଡାଲି ପୋଡ଼ି ପାଉଁଶ କରିଦେବି ଚେର ବାହାରିବ କେଉଁଠୁ ଶୁଙ୍ଖ ଦେବ ମା ବୁଝୁ ହଉ ଅପେକ୍ଷାରେ ନାହିଁ ନା ଜମା ନାହିଁ ଘରେ ଚାଲ ଚାଲନ୍ତୁ ଧରି ଆଣିବା ବଳେ ସେଇ କୃଷ୍ଣ ପୁତ୍ର ଶାମ୍ବକୁ ଓ କଟି ତର ଶିର ବାରୁଥିର ମହାନାୟକ ମହାବଳି ମରିୟାଦତ୍ୟ ନା ନା ମୁଁ କହିଥିଲି ନା ଯାଉଛି ମୁଁ ଦାରକାକୁ କ'ଣ ଆଣିଦେବି କହିଥିଲି ମନେ ଅଛି ବାଳ ତାଙ୍କ ଘୋଡ଼ାର ବାଳ ମୁଁ ଯାଉଛି ଫେରିଲେ ତୁମର